ଆମ ରାଜ୍ୟ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ଦୃଷ୍ଟିରୁ ଏକ ଅଗ୍ରଣୀ ରାଜ୍ୟ। ସର୍ବଭାରତୀୟ ସ୍ତରରେ ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟ ସମ୍ପଦ ବିକାଶ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଚତୁର୍ଥ। ଆମ ରାଜ୍ୟରେ ବାର୍ଷିକ ମୁଣ୍ଡ ପିଛା ମାଛ ଆହରଣ ପ୍ରାୟ 16.34 କିଲୋଗ୍ରାମ ଅଟେ। ମାଛରେ ରହିଛି ଭିଟାମିନ୍ କ, ଘ, B12 ଏବଂ ଓମେଗା-3 ସ୍ନେହାମ୍ଳ ସହିତ ଲୌହ ସାର, କ୍ୟାଲସିୟମ, ଜିଙ୍କ, ଆୟୋଡିନ୍ ଓ ସେଲିନିୟମ ଭଳି ଅଣୁସାର। ରାଜ୍ୟରେ ମାଛର ଅଭାବଜନିତ ଆବଶ୍ୟକତାକୁ ଭରଣା କରିବା, ବିଶାଳ ଯୁବଶକ୍ତିର ଆର୍ଥିକ ବିକାଶ ଦିଗରେ ଆତ୍ମନିର୍ଭରଶୀଳର ଆଶା ଆକାଂକ୍ଷାକୁ ରୂପ ଦେବା ଉଦ୍ଦେଶ୍ୟରେ ଆମ ରାଜ୍ୟର ଲୋକପ୍ରିୟ ସରକାର ଅନେକ ଯୋଜନାମାନ କାର୍ଯ୍ୟକାରୀ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ନୂତନ ପୋଖରୀ ଖନନ, ପଞ୍ଚାୟତ ପୋଖରୀରେ ମାଛ ଚାଷ ସହିତ ନୂତନ ଜ୍ଞାନକୌଶଳ ଯୁକ୍ତ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ, ପଞ୍ଜୁରୀ ଭିତରେ ମାଛ ଚାଷ ଏବଂ ଅଧିକ ଅମଳକ୍ଷମ ଚଳଙ୍ଗ, ଗିଫ୍ଟ ଟିଲାପିଆ ଭଳି ପ୍ରଜାତିର ମାଛ ଚାଷ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି। ଆସନ୍ତୁ ବିସ୍ତୃତ ଭାବରେ ଜାଣିବା କେଉଁ ପରିଚାଳନାଗତ ଉନ୍ନତ ପଦ୍ଧତିକୁ ଆପଣେଇବାର କୌଶଳରେ ଜଣେ ଚାଷୀ ମାଛ ଚାଷକୁ ବୃତ୍ତି ଭାବରେ ଗ୍ରହଣ କରି ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ। ନୂତନ ପୋଖରୀ ଖନନ କିମ୍ବା ପୁରାତନ ପୋଖରୀକୁ ନୂତନ ଜ୍ଞାନ କୌଶଳରେ ପରିଚାଳିତ କରିବା ଦ୍ୱାରା ଏହା ସମ୍ଭବ ହୋଇଥାଏ। ମାଛ ଚାଷୀ ନିଜସ୍ୱ ପୋଖରୀ କିମ୍ବା ନିଜସ୍ୱ ଜମିରେ ଜଳଭାଗ ପ୍ରସ୍ତୁତ କରି ମାଛ ଚାଷ କରିପାରିବେ। ବର୍ଷ ସାରା 5ରୁ 6 ଫୁଟ ପାଣି କିମ୍ବା ଅନ୍ୟୁନ 8ରୁ 10 ମାସ ଯାଏ ପାଣି ରହୁଥିବା ପୋଖରୀକୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରିବା ଦରକାର। ଅଧିକ ଅମଳକ୍ଷମ ବିଜ୍ଞାନ ସମ୍ମତ ମାଛ ଚାଷ ପ୍ରଣାଳୀ ପାଇଁ ପୋଖରୀର ଅବସ୍ଥିତି, ଆକାର ଓ ଆକୃତି, ମାଟି, ପାଣିର ଗୁଣାତ୍ମକ ମାନ ଓ ପ୍ରକାର ଭେଦ, ପାଣିର ଉତ୍ସ ଇତ୍ୟାଦିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆ ପୋଖରୀ ଖୋଳିବା ପାଇଁ ମାଟିର ଜଳଧାରଣ କ୍ଷମତା ଅଧିକ ରହିଥିବା ସହିତ ମାଟିର ଅମ୍ଳତ୍ୱ 6.5ରୁ 7.5 ହେବା ଉଚିତ ଓ ଏଗୁଡ଼ିକ ମାଟି ପରୀକ୍ଷା କରି ଜାଣିବା ପରେ ସ୍ଥାନ ନିରୂପଣ ଓ ପୋଖରୀ ଖନନ କାର୍ଯ୍ୟ କରିବା ଉଚିତ। ନୂତନ ପୋଖରୀ ପ୍ରସ୍ତୁତି ନିମନ୍ତେ ନିର୍ବାଚିତ ସ୍ଥାନରେ ଚଟାଣକୁ ଭଲ ଭାବରେ ହଳ କରି ମଜବୁତ ହୁଡ଼ା ସହିତ 1ରୁ 1.5 ମିଟର ଅନୁପାତ ଗଡ଼ାଣିଆ କରିବା ଉଚିତ। ବର୍ତ୍ତମାନ ସେହି ହଳ କ୍ଷେତ୍ରରେ 1 ଫୁଟ ସଫା ପାଣି ଭର୍ତ୍ତି କରିବା ଦରକାର। ପାଣିର ପିଏଚ୍ 7.5ରୁ 8.5 ମଧ୍ୟରେ ରହିବା ଆବଶ୍ୟକ। ଏକର ପ୍ରତି 50ରୁ 80 କିଲୋଗ୍ରାମ ଚୂନ ପ୍ରୟୋଗ କରନ୍ତୁ। ପୁଣି କ୍ଷେତ୍ର ହିସାବରେ 1 ମିଟର ପାଣି ପୂରେଇ ଏକର ପ୍ରତି 1000 କିଲୋଗ୍ରାମ କଞ୍ଚା ଗୋବରକୁ ପୋଖରୀ ପାଣିରେ ଗୋଳେଇ ପୋଖରୀର ଚତୁଃପାର୍ଶ୍ୱରୁ ପ୍ରୟୋଗ କରନ୍ତୁ। ଅନ୍ୟ ପକ୍ଷରେ ପୁରାତନ ପୋଖରୀ ଥିଲେ ଏହାକୁ ଖରାଦିନେ ଶୁଖାଇ ମାଟି ଫାଟି ଆଁ କରିବାକୁ ଅପେକ୍ଷା କରାଯିବ। ଯଦି ଏହା ସମ୍ଭବ ନ ହେଲା ତେବେ ପୋଖରୀ ଭିତରେ ଥିବା ଅଦରକାରୀ ତଥା ଶିକାରୀ ମାଛକୁ ଜାଲ ପକାଇ ବାହାର କରିଦେବା ଉଚିତ। ଶିକାରୀ ମାଛ ନିରାକରଣ ନିମିତ୍ତ ମହୁଲ ପିଡ଼ିଆ ଏକର ପ୍ରତି 1000 କିଲୋଗ୍ରାମ ପ୍ରୟୋଗ କରନ୍ତୁ ଓ ଏହା 3 ସପ୍ତାହ ପରେ ପୋଖରୀରେ ମାଛ ଖାଦ୍ୟ ରୂପେ ବ୍ୟବହୃତ ହୋଇଯାଏ। ଯଦି ମହୁଲ ପିଡ଼ିଆ ନ ମିଳେ ତେବେ ଏକର ପ୍ରତି 50 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗର 15ରୁ 17 ଘଣ୍ଟା ପରେ 100 କିଲୋଗ୍ରାମ ବ୍ଲିଚିଂ ପାଉଡର ପ୍ରୟୋଗ କରି ଶିକାରୀ ମାଛକୁ ମାରିଦେବାର ବ୍ୟବସ୍ଥାକୁ ଆପଣେଇବାକୁ ପଡ଼େ। ଏତଦ୍ ଭିନ୍ନ ପୋଖରୀର ଖାରତ୍ୱ ଓ ଅମ୍ଳତ୍ୱ ସଠିକ ରଖିବା ପାଇଁ ପିଏଚ୍ ମାତ୍ରାକୁ ଦେଖି ଏକର ପ୍ରତି 80ରୁ 100 କିଲୋଗ୍ରାମ ଚୂନ ପ୍ରୟୋଗ କରିବାକୁ ପଡ଼େ। ପୁରୁଣା ପୋଖରୀର ଅନ୍ୟ ଏକ ସମସ୍ୟା ହେଲା ଦଳ। ଦଳ ଭର୍ତ୍ତି ପୋଖରୀ ପାଣିରେ ସୂର୍ଯ୍ୟ କିରଣ ପଡ଼ିପାରେ ନାହିଁ। ତେଣୁ ଦ୍ରବୀଭୂତ ଅମ୍ଳଜାନର ଅଭାବରେ ମାଛର ପ୍ରାକୃତିକ ଖାଦ୍ୟ ପ୍ଲାଙ୍କଟନ ସୃଷ୍ଟିରେ ବାଧକ ସାଜେ। ଅପରପକ୍ଷରେ ମାଟି ଓ ପାଣିର ଗୁଣସାର ଗ୍ରହଣ କରି ଦଳ ବିଶେଷ ଭାବରେ ବଢ଼ିବାକୁ ଲାଗେ। ଫଳରେ ମାଛର ଚଳପ୍ରଚଳ ବି ବନ୍ଦ ହୋଇଯାଏ। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ମେସିନ ଲଗାଇ କିମ୍ବା ଲୋକ ଲଗାଇ କିମ୍ବା ଜୈବିକ ପଦ୍ଧତି ବା ରାସାୟନିକ ପ୍ରକ୍ରିୟାରେ ଏହାର ନିରାକରଣ କରାଯାଇପାରିବ। ଆମ ରାଜ୍ୟରେ ରୋହି, ଭାକୁର, ମିରିକାଳି ଆଦି କାର୍ପ ମାଛର ଚାହିଦା ବଜାରରେ ଅଧିକ। ଏତଦ୍ ବ୍ୟତୀତ ବିଦେଶରୁ ଆଗତ ଗ୍ରାସ୍ କାର୍ପ, ସିଲଭର କାର୍ପ, ବିଲାତି ରୋହି କିମ୍ବା ଅମୁର କାର୍ପ ଭଳି ଚାଷ ଉପଯୋଗୀ ମାଛକୁ
ଚାଷୀମାନେ ଗୁରୁତ୍ୱ ଦେଇ ଚାଷ କରନ୍ତି। ତେଣୁ ଏହାକୁ ଚାଷ କରିବା ପାଇଁ ଜାଆଁଳଗୁଡ଼ିକ ନିରୋଗ, ବିଶୁଦ୍ଧ, ଉନ୍ନତ ପ୍ରଜାତିର ହେବା ଉଚିତ ଓ ସର୍ବଦା ନିର୍ଭରଯୋଗ୍ୟ ସରକାରୀ ଫାର୍ମ କିମ୍ବା ପଞ୍ଜୀକୃତ ଘରୋଇ ମାଛ ଜାଆଁଳ ଫାର୍ମରୁ 80 ମିଲିମିଟରରୁ ଅଧିକ ବଡ଼ ଆଙ୍ଗୁଳିକା କିମ୍ବା 50ରୁ 100 ଗ୍ରାମ ଓଜନ ବିଶିଷ୍ଟ ଉନ୍ନତ ଜାଆଁଳ ଆଣି ଛାଡ଼ିଲେ ଚାଷୀ ଆଶାଧିକ ଅମଳ ପାଇଥାଏ। ଏତଦ୍ ବ୍ୟତୀତ ଜାଆଁଳ ଚୟନ ବେଳେ ଭାକୁର, ରୋହି, ମିରିକାଳି ମାଛର ଜାଆଁଳ 30-40-30 ଅନୁପାତରେ ଛାଡ଼ିବା ଉଚିତ। ଯେଭଳି ପୋଖରୀର ଉପରସ୍ତର, ମଝିସ୍ତର ଓ ନିମ୍ନ ସ୍ତରରେ ଯଥାକ୍ରମେ ଭାକୁର, ରୋହି ଓ ମିରିକାଳି ରହି ଖାଦ୍ୟର ଉପଯୁକ୍ତ ଉପଯୋଗ କରିପାରିବ। ସାଧାରଣତଃ ମାଛମାନେ ସିଧାସଳଖ ଖତସାରକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ। ଖତ ପ୍ରୟୋଗ ଦ୍ୱାରା ପାଣିରେ ସୃଷ୍ଟ ପ୍ଲାଙ୍କଟନ୍ ବା ପ୍ଲବକ, ଉଦ୍ଭିଦ ଜାତୀୟ ପ୍ଲବକ କିମ୍ବା ପ୍ରାଣୀ ଜାତୀୟ ପ୍ଲବକକୁ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି। ଏତଦ୍ ବ୍ୟତୀତ କେତେକ ଅଣୁସାର ପ୍ରୟୋଗ ଦ୍ୱାରା ସୁଫଳ ମିଳୁଥିବାରୁ ପ୍ରତି ମାସରେ ଏକର ପ୍ରତି ଅନ୍ୟୁନ 1 କିଲୋଗ୍ରାମ ପଣ୍ଡ କଲଚର ପ୍ରୟୋଗ ବିଧେୟ। ସର୍ବୋପରି ପୋଖରୀରେ ଉତ୍ପାଦିକା ଶକ୍ତି ନିମ୍ନ ସ୍ତରରେ ଥିବା ମୃତ୍ତିକା ବା ପୋଖରୀର ଉର୍ବରତା ଉପରେ ନିର୍ଭର କରିଥାଏ। ପୋଖରୀରେ ଦଳ ଥିଲେ 200ଟି ଗ୍ରାସ୍ କାର୍ପ ଏକର ପ୍ରତି ଛାଡ଼ିବା ଉଚିତ ଓ ପାଣି ଯଦି ସବୁଜ ରୁହେ ତେବେ 200ଟି ସିଲଭର କାର୍ପ ଛାଡ଼ିଲେ ଉପକାର ମିଳିବ। ଏହା ବ୍ୟତୀତ ଏକକ ଭାବେ ଗିଫ୍ଟ ଟିଲାପିଆ, ଜଳଙ୍ଗ, ଅମୁର କାର୍ପ କିମ୍ବା ମଧୁର ଜଳ ଚିଙ୍ଗୁଡ଼ି ଚାଷ ମଧ୍ୟ କରିହେବ। ଚାଷୀ ଭାଇମାନେ ଯଦି ନିଜର ନର୍ସରୀ ପୋଖରୀ ଖୋଳାଇ ସେଥିରେ ଉନ୍ନତ ଜାଆଁଳ ଚାଷ କରି ନିଜ ଚାଷ ପୋଖରୀରେ ଜାଆଁଳ ଛାଡ଼େ ତେବେ ଅଧିକ ସୁରକ୍ଷିତ ଓ ଅଧିକ ଉତ୍ପାଦନର ଲାଭ ମିଳିଥାଏ। ମୁଣ୍ଡା ଜାଆଁଳ ବା ବର୍ଷିକିଆ ଜାଆଁଳ ଛାଡ଼ି ଖାଦ୍ୟ ପରିବେଷଣ ଉପଯୁକ୍ତ ଭାବେ କରିବା ଦ୍ୱାରା ଉତ୍ପାଦନ ଅଧିକ ହୁଏ। ଏଥିପାଇଁ ହେକ୍ଟର ପିଛା 5000 ସଂଖ୍ୟାରେ ଉନ୍ନତ ଜାଆଁଳ ଛାଡ଼ିବା ଉଚିତ। ପୋଖରୀରେ ଖାଦ୍ୟ ପ୍ଲାଙ୍କଟନ୍ ସୃଷ୍ଟିର ଆବଶ୍ୟକତା ନିହାତି ଜରୁରୀ। ତେଣୁ ବଜାରରେ ମିଳୁଥିବା ପ୍ରୋଟିନ୍ଯୁକ୍ତ ଦାନା, ଯେଉଁଥିରେ 28ରୁ 35 ଭାଗ ପ୍ରୋଟିନ୍ ଓ ଅନ୍ୟ ଆବଶ୍ୟକ ପଦାର୍ଥ ସନ୍ତୁଳିତ ଥାଏ, ସେଗୁଡ଼ିକର ପ୍ରୟୋଗ ଦ୍ୱାରା ମାଛର ଶରୀର ଉପଯୁକ୍ତ ବୃଦ୍ଧି ଘଟିଥାଏ। ନଚେତ୍ ପୂର୍ବରୁ ପ୍ରଚଳିତ ବାଦାମ, ସୋରିଷ କିମ୍ବା ସୂର୍ଯ୍ୟମୁଖୀ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମ ଅନୁପାତରେ ମିଶାଇ ଦିଆଯିବା ଉଚିତ। ଜାଆଁଳ ଛାଡ଼ିବା ପରେ ମାଛର ଶରୀର ଓଜନର 5% ଓ ପରେ ମାଛର ଶରୀର ବୃଦ୍ଧିକୁ ଲକ୍ଷ୍ୟ ରଖି 3% ଓ ପରବର୍ତ୍ତୀ ସମୟରେ ମାତ୍ରା କମାଇ 2% ଅନୁପାତରେ ପ୍ରୟୋଗ କରାଯିବା ଉଚିତ। ମାଛ ଖାଦ୍ୟ ନଷ୍ଟ ନ କରିବା ପାଇଁ ପତଳା ବ୍ୟାଗ୍ କିମ୍ବା ଅଖାରେ କଣା କରି ସେଥିରେ ଖାଦ୍ୟ ବାନ୍ଧି ପୋଖରୀ ମଧ୍ୟରେ ସମାନ ଦୂରତାରେ ପାଣିର ଉପର ସ୍ତରରେ ଝୁଲେଇ ରଖିବା ଉଚିତ। ନଚେତ୍ ବାଉଁଶକୁ ପାଣି ଉପରେ ଚାରିପଟୁ ବାନ୍ଧି ତନ୍ମଧ୍ୟରେ ଭାସମାନ ଖାଦ୍ୟ ଦେଲେ ଅଧିକ ସୁଫଳ ମିଳେ। ଏକର ପ୍ରତି ଖାଦ୍ୟସାର ପ୍ରୟୋଗର ବିବରଣୀ। ଏତଦ୍ ବ୍ୟତୀତ ଗୋଟିଏ 200 ଲିଟର ଡ୍ରମ୍ରେ ଅଧା ସଫା ପାଣି ଭର୍ତ୍ତି କରି ସେଥିରେ ବାଦାମ ପିଡ଼ିଆ 5 କିଲୋଗ୍ରାମ, କାଣ୍ଡିଆ କୁଣ୍ଡା 5 କିଲୋଗ୍ରାମ, ପାଣି ଗୁଡ଼ 2 କିଲୋଗ୍ରାମ, ପ୍ରୋବାୟୋଟିକ୍ 200 ଗ୍ରାମ ନେଇ ତାକୁ ଭଲ ଭାବରେ ଘାଣ୍ଟି ଘୋଡ଼େଇ ଦେବା ଉଚିତ। ତିନି ଦିନ ପରେ ଏହାକୁ କାଢ଼ି ପୋଖରୀର ଚତୁଃପାର୍ଶ୍ୱରୁ ପାଣିରେ ପ୍ରୟୋଗ କଲେ ପ୍ଲାଙ୍କଟନ୍ ବା ପ୍ଲବକ ଭଲ ଭାବରେ ସୃଷ୍ଟି ହୁଏ। ନିଜେ ଚାଷୀ ଯଦି କାର୍ପ ମାଛ ପ୍ରସ୍ତୁତ କରି ନିଜ ଚାଷ ପୋଖରୀ 6 ମାସ ଅବଧିରେ 2 ଥର ଚାଷ କରନ୍ତି ତେବେ ବହୁତ ଲାଭ ମିଳିଥାଏ। କାର୍ପ ମାଛ ସହିତ ମଧ୍ୟମ ଓ ମାଇନର କାର୍ପ ଏବଂ ବାର୍ବର ଜାତୀୟ ଜାଆଁଳ ଛାଡ଼ି ଉପଯୁକ୍ତ ବିଧିରେ ଖାଦ୍ୟ ପରିବେଷଣ କରାଗଲେ ପ୍ରଥମ 5-6 ମାସରେ ଉତ୍ପାଦନ କରିହୁଏ। କାର୍ପ ମାଛ ସହିତ ଅଧିକ ପୁଷ୍ଟିକର ମହୁରାଳି ମାଛ ଏକର ପ୍ରତି 10 କିଲୋଗ୍ରାମ ଛାଡ଼ିବା ଦ୍ୱାରା ସେହି ମହୁରାଳି ମାଛ ବର୍ଷକୁ 3-4 ଥର ଅଣ୍ଡା ଦେଇ ବଂଶ ବୃଦ୍ଧି କରିଥାଏ। ଏହାର ସୁଯୋଗ ମଧ୍ୟ ଚାଷୀ ଭାଇମାନେ ନେଇପାରିବେ। ତତ୍ସହିତ ସରକାରୀ ଯୋଜନା, ରିହାତି ବ୍ୟବସ୍ଥା,
ମାଛ ଚାଷ ନିମିତ୍ତ ଚାଷୀର ଉଜ୍ଜଳ ଭବିଷ୍ୟତ ଯୋଡ଼ି ହୋଇ ରହିଛି। ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ପୋଖରୀ ହୁଡ଼ାରେ କୃଷି ପଶୁ ସମ୍ପଦ ସମ୍ବନ୍ଧୀୟ ଚାଷ ବି ଅଧିକ ଆୟର ବାଟ ଫିଟେଇଛି। ସବୁ ଭଲ ଭିତରେ ମାଛର ରୋଗ ସଂକ୍ରମଣ ଚାଷୀ ପ୍ରତି ବିପଦ ଆଣି ଦେଇଥାଏ। ତେଣୁ ରୋଗ ଦେଖାଦେଲେ ଚୂନର ପ୍ରୟୋଗ ମାତ୍ରା ବଢ଼ାଇ 50ରୁ 60 କିଲୋଗ୍ରାମ ଏକର ପ୍ରତି ପ୍ରୟୋଗ କରିବା ଉଚିତ। ଶୀତ କାଳରେ 1 ଲିଟର ସିଫାକ୍ସକୁ 1 ମିଟର ପାଣି ଥିବା 1 ହେକ୍ଟର ପୋଖରୀ କିମ୍ବା 400 ମିଲିଲିଟର 1 ମିଟର ପାଣି ଥିବା 1 ଏକର ପୋଖରୀ ପାଇଁ ପ୍ରୟୋଗ ବିଧେୟ। ନଚେତ୍ ତୁରନ୍ତ ମତ୍ସ୍ୟ ଅଧିକାରୀ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ତେଣୁ ଚାଷୀ ଭାଇ ଭଉଣୀମାନେ ଆସନ୍ତୁ, ଉନ୍ନତ ଜ୍ଞାନ କୌଶଳରେ ମାଛ ଚାଷ କରିବା। ନିଜର ରୋଜଗାର ବୃଦ୍ଧି ସହିତ ଆମ ରାଜ୍ୟ ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରି ରାଜ୍ୟର ବିକାଶରେ ଭାଗିଦାରୀ ହେବା।